सरस्वती वासुदेवाय। द्वितीय स्कंद। नारायणं नमस्कृत्य नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातं वन्दे परमानन्दमाधवं। निगमं कल्पतरुगलितं फलं सुखमुखादमृतद्रव्यसंयुक्तं पिबत भागवतं रसमालयं मुहुरः रसिका भुवि भावुकाः। प्रथमोऽध्यायो। श्रीशुक उवाच। हरिचरितचिन्तिध्याने कोमलमधुरवचने रोमपुलके निज देहि कहन्ति राजा मुख चाहि। हे भाग्यवन्त नृपवर गरिष्ठ प्रश्न एतोहर पचारु जीवलोक हिते जे प्रश्न अछि तोर चिते। ए आत्मज्ञानिक सन्मत जेणु संसारे श्रेष्ठ तत्व श्रोतव्य प्रश्न अछि जेते आगम निगम उकते सहस्र प्रकारे प्रश्न जे अछि ए संसारे। इंद्रिय बसे गृहे थाई आत्मार हिते ज्ञान नाही। आयुष क्षय न जानती विषय अर्थ निर्त्वचिन्ति निद्राह रही अर्धवेळ अथवा बधू संगमेळ। दिवसे अर्थ चिंताकुल कुटुंब भरणे व्याकुल पुत्र कळत्र धन पाई आनंदे तांक मध्ये थाई। विष्णुर माया निर्त्वचिन्ति निकटे मृत्यु न देखन्ति मरण देखु थाई डोळे अज्ञाने भ्रमे सुख भोळे। एणु संसार प्राणींकर आत्मार गति अगोचर एणु ए संसार भाव तेजी आत्मार गति चिते भजी। जे हरि सर्व घटपुरे निर्लेप बाह्य अभ्यंतरे तार महिमा शुणि कर्णे नामକୁ उच्चारि बदने। एकथा संख्या जोगे जानी स्वधर्म निष्ठा परिमाणी जन्मर लाभ ए प्रमाण अन्ते सुमरे नारायण। पूर्वे निर्मल मुनि जेते तत्व विचारी वेद मते विधि निषेध दूर करी कृष्णर भाव हृदे धरी। एणु सुसाधु अनुक्षणे गान्ति शुणन्ति श्रवणे ए भागवत धर्मवाणी ब्रह्म समाने परिमाणी। द्वापर जुग आदि काले मोहि अनेक शिष्य मेले मोर जनक व्यास मुनि तांकर शिक्षा मोहि घेनी। निर्गुण मार्गे दृढ़ चित विष्णुर भाव हेला जात निश्चल जोगे मन थोई ଯାହା ଅଭ୍ୟାସ କରିବଇ କହିବା ତୋର ଆଗେ ତାହା ଶୁଣ ରାଜନ ପୁଣ୍ୟ ଦେହା। ଯେ ଭାଗବତ ବାଣୀ କର୍ଣ୍ଣେ ଶୁଣନ୍ତି ଶ୍ରଦ୍ଧା ଅବଧାନେ ମୁକୁନ୍ଦ ପାଦେ ତାଙ୍କ ମନ ନିଶ୍ଚଳେ ରହେ ଦିନୁ ଦିନ। ନିର୍ଭୟ ପଥେ ଚିତ୍ତ ରହେ ତାକୁ ନ ଲାଗେ ମୃତ୍ୟୁ ଭୟେ
ଯୋଗ ଅଭ୍ୟାସୀ ଯୋଗୀ ଜନେ ଦୀର୍ଘେ ବଞ୍ଚନ୍ତି ଯୋଗ ଧ୍ୟାନେ। ମୁହୂର୍ତ୍ତ ମାତ୍ର କୃଷ୍ଣ ବାଣୀ ଯେ ଶୁଣେ ଯେ ବା ମୁଖେ ଭଣି। ଯେ ପ୍ରାଣୀ ଆତ୍ମାଙ୍କୁ ଧାରେ କି ଭାବ ବହୁ ସମ୍ବତ୍ସରେ। ପୂର୍ବେ ଖଟାଙ୍ଗ ରାଜା ଥିଲା ସ୍ୱର୍ଗେ ଦେବଙ୍କ ହିତ କଲା। ରିପୁ ନିବାରି ଗୁରୁ ପାଶେ ମିଳିଲା ଭକ୍ତିର ଉଶ୍ୱାସେ। ଦେବେ ବୋଇଲା ମାଗ ବର ତା ଶୁଣି କହେ ନୃପବର। ଆୟୁଷ ଅଛି ମୋର କେତେ ଦେବେ କହିଲେ ଶାସ୍ତ୍ର ମତେ। ମୁହୂର୍ତ୍ତେ ଅଛି ତୋ ଜୀବନ ତା ଶୁଣି ସନ୍ତୋଷ ତା ମନ। ବୋଲଇବରେ କାର୍ଯ୍ୟ ନାହିଁ କ୍ଷୀଣ ଆୟୁଷ ମୋର ଦେହି। ତକ୍ଷଣେ ଆସି ମୋହି ତଳେ ଭଜିଲେ ଅକିଞ୍ଚନ ମେଳେ। ମୁହୂର୍ତ୍ତେ ନାମ ଉଚାରିଲା ଅନ୍ତେ ଯେ ଗୋବିନ୍ଦେ ପଶିଲା। ଏବେ ଶପଥ ଦିନ ଯାଏ ଜୀବନ ଅଛି ତୋର ଦେହେ। ଏବେ ହରିଙ୍କୁ ଆଶ୍ରେ କରି ଏବେ ହରିଙ୍କୁ ଆଶ୍ରେ କର। ଶ୍ରବଣ ବଦନେ ଉଚାର ଯେ ଅନ୍ତକାଳେ ହରିବାଣୀ। ମୁଖେ ଉଚାରି କର୍ଣ୍ଣେ ଶୁଣି ଯେତେ ବିଷୟ ଆତ୍ମା ଭେଦି। ଅସଙ୍ଗ ଅସ୍ତ୍ରେ ତାହା ଛେଦି ବେଗେ ପଶନ୍ତି କୃଷ୍ଣ ଭାବେ। ଶୁଣ କହିବା ତୋରେ ଏବେ ଯେ ପ୍ରାଣୀ ଅନ୍ତଃ କାଳେ ଜାଣି। ଆତ୍ମାର ଗତି ମନେ ଗୁଣି ଗୃହ ଉପେକ୍ଷୀ ବଳେ ବନେ। ତପେ ଆଚରେ ଦୁଃଖ ଶ୍ରମେ ସ୍ନାନକୁ ସାରି ଶୀତ ଜଳେ। ବସି ନିଶ୍ଚଳେ ବୃକ୍ଷ ମୂଳେ ଅଭ୍ୟାସ କରି ଶୁଦ୍ଧ ମନେ। ତ୍ରିରୁଦ୍ର ବ୍ରହ୍ମା ସୁମରଣେ ପ୍ରାଣ ପବନ ଯୋଗେ ରୁନ୍ଧି। ସକଳ ଇନ୍ଦ୍ରିୟ ନିରୋଧି ବୁଦ୍ଧି ସାରଥି ଆଶ୍ରେ କରି। ବିଷୟ ସମୂହ ନିବାରି କର୍ମ ଚଞ୍ଚଳ ମନ ଚଳେ। ନିରପି କୃଷ୍ଣ ପାଦ ତଳେ ଏକା ଶରୀର ଚିନ୍ତି ନିର୍ତ୍ତ୍ୱ। ବଞ୍ଚିବ ଅନୁକ୍ଷଣେ ପ୍ରାନ୍ତେ ମନକୁ ନିର୍ବିଷୟ କରି। ସକଳ ଚିନ୍ତା ନ ସୁମରି ମନ ପ୍ରସନ୍ନ ଯେତେବେଳେ। ଜ୍ଞାନ ପ୍ରସରଇ ନିଶ୍ଚଳେ ସ୍ୱଭାବେ ମନ ଦୁଷ୍ଟପଣେ। ଆବୃତ ରଜ ତମ ଗୁଣେ ଏଣୁ ଧାରଣା ଆଶ୍ରେ କରି। ମନର ମଳ ଅପହରି ଏମତେ ଯୋଗର ଧାରଣ। ଯୋଗୀର ଭକ୍ତିର ଲକ୍ଷଣ। ରାଜୁବାଚ ଧାରଣା ଯୋଗ ଚିତେ ଧରି ଏମତେ ତୋରେ ଭବ ବ୍ରହ୍ମଚାରୀ। ଧାରଣା ହନ୍ତେ ସୁନିଶ୍ଚଳ ବେଗେ ହରଇ ମନୋବଳ। ଯୋଗୀଙ୍କ ଧାରଣା ଏମନ୍ତେ ଶାସ୍ତ୍ରର ଅନୁଭବ ମତେ। ଗୁରୁ ବଚନ କେବା ଜାଣି ଯୋଗ ଧାରଣା ପରିମାଣି। ଏଣୁ ଅଭ୍ୟାସ ପ୍ରାଣୀ କରେ ଏମନ୍ତ ମନୋମଳ ହରେ। ଶ୍ରୀଶୁକ ବାଚ ଜିତ ଆସନ ଜିତ ପ୍ରାଣ ଜିତ ବିଷୟ ଇନ୍ଦ୍ରିଗଣ। ସ୍ଥୂଳ ଶରୀରେ ବୁଦ୍ଧି ବଳେ ମନକୁ ସ୍ଥାପିବ ନିଶ୍ଚଳେ। ବିଶେଷ ଗୋବିନ୍ଦ ଶରୀର ସ୍ଥୂଳଙ୍କ ମଧ୍ୟେ ସ୍ଥୂଳତର।
ଯହିଁ ସଂସାର ପରିମାଣ ଭୂତ ଭବିଷ୍ୟ ବର୍ତ୍ତମାନ ବ୍ରାହ୍ମଣ ବସେ ଯାର ଦେହେ ସପ୍ତାବରଣେ ଯୁକ୍ତ ହୁଏ ବିରାଟ ପୁରୁଷ ଏ ମଧ୍ୟେ ବସେ ଧାରଣା ଅନୁବାଦେ ବ୍ରହ୍ମାଣ୍ଡ ଚତୁର୍ଦଶ ପୁର ପ୍ରମାଣ ଶରୀର ଯାହାର ଶୁଣ କହିବା ଅଧ ଊର୍ଦ୍ଧ୍ୱେ ବିରାଟ ପ୍ରତି ଅଙ୍ଗ ମଧ୍ୟେ ପାତାଳ ବସେ ପାଦ ତଳ ତା ପାଦ ଅଗ୍ରେ ରସାତଳ ଚରଣ ଗୁଳ୍ପ ମହି ତଳେ ଜଙ୍ଘ ଯୁଗଳ ତଳାତଳେ ସୁତଳ ବସେ ଜାନୁ ଯୁଗେ ବିତଳା ତଳ ଉରୁ ଭାଗେ ଜଘନ ଦେଶେ ମହି ତଳ ନାଭି ବିବର ନଭୋସ୍ଥଳ ଜ୍ୟୋତିଷ ମୁହ ପରକାଶେ ହୃଦରେ ସ୍ୱର୍ଲୋ କହିଁ ବସେ କଣ୍ଠ ଆଶ୍ରିତ ମହଲୋକ ବଦନ ବସେ ଜନଲୋକ ଲଲାଟେ ତପଲୋକ ବସେ ମସ୍ତକ ଦେଶେ ସତ୍ୟ ବସେ ବାସବ ଆଦି ଦିଗପାଳେ ଯା ଅଷ୍ଟଭୁଜ ଏଶୟଳେ କର୍ଣ୍ଣେ ଯାହାର ଅଷ୍ଟଦଶା ଆସନି ସୁତେ ଚାର ନାସା ଜଳନ୍ତା ଅଗ୍ନି ଯାବଦନେ ନୟନ ଗୋଲକ ଗଗନେ ସବିତା ଯାର ଚକ୍ଷୁ ବେନି ଉଦୟ ଅସ୍ତ ପକ୍ଷ ବେନି ଯାର ଭୁଜଙ୍ଗ ବେନି ପାଦେ ସଲିଳ ତାଳୁ ସରଜି ଯାର ଭୁଜଙ୍ଗ ବେନି ପାଦ ସଲିଳ ତାଳୁ ସରଜିହ ତିନି ବେଦ ଯେ ବ୍ରହ୍ମରନ୍ଧ ବିକଟ ତୁଣ୍ଡ ଯମପଦ ଯାହାର ତୁମ୍ଭେ ସ୍ନେହ କଳା ଅର୍ଦ୍ଧ ଊର୍ଦ୍ଧ୍ୱରେ ଦନ୍ତମାଳା ନର ଉନ୍ମତ୍ତ ଯାର ହାସ ଯେ ବିଷ୍ଣୁ ମାୟାରେ ପ୍ରକାଶ ସଂସାର ଯାହାର କଟାକ୍ଷ ଏ ଜୀବ ଲଭେ ତା ପ୍ରତ୍ୟକ୍ଷ ଊର୍ଦ୍ଧ୍ୱ ଓଷ୍ଠରେ ଲଜ୍ଜା ବସେ ଲୋଭ ବସଇ ଊର୍ଦ୍ଧ୍ୱ ଦେଶେ ଧର୍ମ ବସଇ ସ୍ତନ ଯୁଗେ ଅଧର୍ମ ବସେ ଧର୍ମ ଭାଗେ ଅଣ୍ଡେ ବସଇ ପ୍ରଜାପତି ମିତ୍ରା ବରୁଣ କୋଶେ ସ୍ଥିତି ବକ୍ଷରେ ସାଗର ନିଚୟ ଗିରିମାନେ ଯେ ଅସ୍ତି ଚୟ ସକଳ ନଦୀ ନାଡି ସାର ବୃକ୍ଷ ଔଷଧ ଲୋମ ଯାର ଅନନ୍ତ ବୀର୍ଯ୍ୟ ଯହିଁ ବସେ ଶ୍ୱାସ ପବନ ଅଣଚାଶେ ଯାହାର ଗତି ଜାଣ କାଳ ଜୀବ ସଂହାର ଯାର ଖେଳ ପ୍ରାଣୀ ସଂହାର କ୍ରୀଡ଼ା ତାର ଶୁଣ ହେ କୁରୁ ବୀରବର ଜିମୁତ ଗଣ ଯାର କେଶ ସନ୍ଧ୍ୟା ଯାହାର ନିଜ ବାସ ପ୍ରକୃତି ହୃଦୟ ଯାହାର ମନ ନିଶାକର ବିଜ୍ଞାନ ଶକ୍ତି ଯା ମହିମା ଅନ୍ତଃକରଣ ରୁଦ୍ର ସୀମା କରଭ ଅଶ୍ୱରତର ନଖ ସମୂହେ କରିବର ଯେ ପଶୁ ମୃଗାଦି ବିଶେଷେ ସର୍ବକଳ୍ପିତ କୋଟି ଦେଶେ ପକ୍ଷିଏ ଯାର ବ୍ୟାକରଣ ବୁଦ୍ଧି ବିଷये ମୁନୁଗଣ ଯାର ନିବାସ ନର ଦେହ ଯହିଁ କଳ୍ପିତ ମାୟା ମୋହ ଗନ୍ଧର୍ବ ବିଦ୍ୟାଧର ଆସି ଚାରଣ ଗଣିକା ପ୍ରସିଦ୍ଧି
କିନ୍ନର ଗଣ ଯାର ସ୍ୱର, ବେର୍ଜରେ କଳ୍ପିତ ଈଶ୍ୱର। ବ୍ରାହ୍ମଣ ଯାର ମୁଖୁ ଜାତ, କ୍ଷତ୍ରିୟ ଭୁଜରୁ ସମ୍ଭୂତ। ଉରରୁ ବୈଶ୍ୟ ଉତ୍ପତ୍ତି, ପାଦରୁ ଜାତ ଶୂଦ୍ର ଜାତି। ନାନା ପ୍ରକାର କାମ ବହି, ଅଭୀଷ୍ଟ ଦେବେ ଯାର ଦେହି। ନିଗମ କର୍ମ କାଣ୍ଡ ଯେତେ, ଯାହାର କର୍ମ ଏ ଯୁଗତେ। ଏମନ୍ତେ ଈଶ୍ୱରଙ୍କ ଦେହେ, ବସେ ଅସତ୍ୟ ସତ୍ୟ ପ୍ରାୟେ। ଏମନ୍ତେ ସ୍ଥୂଳ ଶରୀରେ, ଧାରଣା ଯୋଗେ ନିର୍ବିକାରେ। ମନ ନିରୋଧି ଯୋଗ ବଳେ, ବିଷ୍ଣୁର ଚରଣ କମଳେ। ସର୍ବ ଶରୀରେ ଭଗବାନ, ତାତହୁଁ କେବା ଅଛି ଅନ୍ୟ। ଏ ସର୍ବ ବୁଦ୍ଧି ଅନୁଭବ, ଜୀବ ପରମ ବ୍ରହ୍ମ ଲାଭ। ସ୍ୱପ୍ନ ଜାଗ୍ରତେ ଯାର ଅନ୍ତ, କେ ଜାଣିପାରେ ତା ବୃତ୍ତାନ୍ତ। ସତ୍ୟ ପରମାନନ୍ଦ ନିଧି, ଯାର ଭଜନେ ସର୍ବସିଦ୍ଧି। ଜନ୍ମ ମରଣ ଯାର ତହୁଁ, କେ ଅବା ଗୋଚର ତା କହୁ। ଏମନ୍ତ କହି ଶୁକ ମୁନି, ହରଷେ ହରି ଭାବ ଘେନି। ଆନନ୍ଦେ ପରୀକ୍ଷିତ ମେଳେ, ଯାହା କହିଲେ ଗଙ୍ଗା କୂଳେ। ଦ୍ୱିତୀୟ ସ୍କନ୍ଧେ ଭାଗବତ, କହିଲେ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ବୈୟାସିକ୍ୟାଂ ଦ୍ୱିତୀୟ ସ୍କନ୍ଧେ ଶୁକ ପରୀକ୍ଷିତ ସମ୍ବାଦେ ମହାପୁରୁଷ ସଂସ୍ଥାନ ବର୍ଣ୍ଣନେ ନାମ ପ୍ରଥମ ଅଧ୍ୟାୟ। ଓମ୍ ନମୋ ଭଗବତେ ବାସୁଦେବାୟ।